ପିଲାମାନେ ଜୈନ ଧର୍ମର ବହୁତ ଗୁଡ଼େ ଏମସିକ୍ୟୁ ପ୍ରଶ୍ନ ଆମେ ଆଜି କରିବା। ପ୍ରଥମ ପ୍ରଶ୍ନ ଏଇଠି ଏବଂ ସମସ୍ତେ ଲାଇଭ୍ ଚାଟ୍ ବକ୍ସରେ ଆନ୍ସର ଦେବେ। ଜୈନ ଧର୍ମର ପ୍ରତିଷ୍ଠାତା କିଏ? ଦେଖିପାରୁଛ ପ୍ରଶ୍ନ, ବହୁତ ବଢ଼ିଆ ପ୍ରଶ୍ନ। ତେଣୁ ଋଷଭନାଥ, 2 ନେମିନାଥ, 3 ପାର୍ଶ୍ୱନାଥ, 4 ମହାବୀର। ଜୈନ ଧର୍ମର ପ୍ରତିଷ୍ଠାତା ମାନେ ପ୍ରଥମ ତୀର୍ଥଙ୍କର କିଏ ଥିଲେ? ନା ଋଷଭନାଥ ତାଙ୍କ ନାଁ, ଋଷଭ ଦେବ ତାଙ୍କ ନାଁ। ନେକ୍ସଟ ପ୍ରଶ୍ନ, କିଏ ତ୍ରୟୋବିଂଶ ତୀର୍ଥଙ୍କର ଭାବେ ପ୍ରସିଦ୍ଧି ଲାଭ କରିଥିଲେ? 1 ପାର୍ଶ୍ୱନାଥ, 2 ଋଷଭନାଥ, 3 ନେମିନାଥ, 4 ମହାବୀର। ତ୍ରୟୋବିଂଶ 24ତମ ହେଉଛନ୍ତି ମହାବୀର, କିନ୍ତୁ ତ୍ରୟୋବିଂଶ ହେଉଛନ୍ତି କିଏ? ନା ପାର୍ଶ୍ୱନାଥ। ନେକ୍ସଟ ପ୍ରଶ୍ନ, ଚତୁର୍ଯାମର ଅର୍ଥ କିଏ ପ୍ରଚାର କରିଥିଲେ? 1 ମହାବୀର, 2 ନେମିନାଥ, 3 ପାର୍ଶ୍ୱନାଥ, 4 ଋଷଭନାଥ। ତୁମେ ଜାଣିଛ ଚତୁର୍ଯାମରେ ପଞ୍ଚଯାମ ବା ପଞ୍ଚମ ନିୟମ ଯୋଗ କରିଥିଲେ ମହାବୀର, କିନ୍ତୁ ଚତୁର୍ଯାମ ଧର୍ମ ପାର୍ଶ୍ୱନାଥ ସେ ପ୍ରଚାର କରିଥିଲେ। ଜୈନ ଧର୍ମର ଶେଷ ବା 24ତମ ପ୍ରଚାରକ କିଏ ଥିଲେ? 1 ଋଷଭନାଥ, 2 ମହାବୀର, 3 ନେମିନାଥ, 4 ପାର୍ଶ୍ୱନାଥ। 24ତମ ପ୍ରଚାରକ ହେଉଛନ୍ତି କିଏ? ନା ମହାବୀର ହେଉଛନ୍ତି 24ତମ ପ୍ରଚାରକ। କେବେ ମହାବୀର ଜନ୍ମଗ୍ରହଣ କରିଥିଲେ? ଖ୍ରୀଷ୍ଟପୂର୍ବ 536, 2 ଖ୍ରୀଷ୍ଟପୂର୍ବ 538, 3 ଖ୍ରୀଷ୍ଟପୂର୍ବ 540, 4 ଖ୍ରୀଷ୍ଟପୂର୍ବ 542। ଉତ୍ତର ହେଉଛି ଖ୍ରୀଷ୍ଟପୂର୍ବ 540ରେ ଜନ୍ମ ହୋଇଥିଲେ। କେଉଁ ସ୍ଥାନରେ ମହାବୀର ଜନ୍ମଗ୍ରହଣ କରିଥିଲେ? 1 କପିଳାବସ୍ତୁ, ସେ ତ ଗୌତମ ବୁଦ୍ଧ ଜନ୍ମ ହୋଇଥିଲେ। 2 ଜିମ୍ବିକ ଗ୍ରାମ, 3 କୁନ୍ଦ ଗ୍ରାମ, 4 ରାଜଗୃହ। ତ ଉତ୍ତର କ'ଣ ହବ? ନା କୁନ୍ଦ ଗ୍ରାମ ହେଉଛି ଉତ୍ତର। ମହାବୀର କେଉଁ ନଦୀ କୂଳରେ ଦିବ୍ୟ ଜ୍ଞାନ ଲାଭ କରିଥିଲେ? 1 ରେଜୁପାଳିକା ନଦୀ, 2 ନିରଞ୍ଜନା ନଦୀ, ଆରେ ନିରଞ୍ଜନା ନଦୀ ତ ଗୌତମ ବୁଦ୍ଧ ଦିବ୍ୟ ଜ୍ଞାନ ଲାଭ କରିଥିଲେ। 3 ଗଙ୍ଗା, 4 ଯମୁନା। ଉତ୍ତର ହେଉଛି କ'ଣ? ନା ରେଜୁପାଳିକା ନଦୀ କୂଳରେ କ'ଣ ଦିବ୍ୟ ଜ୍ଞାନ ଲାଭ କରିଥିଲେ। ମହାବୀର କେଉଁଠାରେ ମୃତ୍ୟୁବରଣ କରିଥିଲେ? ମୃତ୍ୟୁବରଣ ତ କୁହାଯିବନି, ଏଠି ଦେହତ୍ୟାଗ କରିଥିଲେ ବୋଲି କୁହାଯିବ। 1 ପାବା, 2 କୁଶିନାରା, 3 ମଗଧ, 4 ବୈଶାଳୀ। ଉତ୍ତର ହେଉଛି କ'ଣ? ନା ପାବାଠାରେ। କୁଶିନାରା ଠାରେ ତ ଗୌତମ ବୁଦ୍ଧ ପ୍ରାଣତ୍ୟାଗ କରିଥିଲେ, କିନ୍ତୁ ପାବାଠାରେ ମହାବୀର ମୃତ୍ୟୁବରଣ କରିଥିଲେ। ନେକ୍ସଟ ପ୍ରଶ୍ନ, ମହାବୀର କେଉଁଠାରେ ଦିବ୍ୟ ଜ୍ଞାନ ଲାଭ କରିଥିଲେ? ଦିବ୍ୟ ଜ୍ଞାନ 1 କୁନ୍ଦ ଗ୍ରାମ, 2 ଗୟା, 3 ଜିମ୍ବିକ ଗ୍ରାମ, 4 ବୈଶାଳୀ। ମାନେ ଦିବ୍ୟ ଜ୍ଞାନ ଲାଭ କରିଥିଲେ କୋଉଠି? ଜିମ୍ବିକ ଗ୍ରାମରେ। ପଞ୍ଚ ମହାବ୍ରତ କିଏ ପ୍ରଚାର କରିଥିଲେ? ମହାବୀର, ପାର୍ଶ୍ୱନାଥ, ନେମିନାଥ, ନା ଋଷଭନାଥ। ତୁମେ ଜାଣିଛ ପଞ୍ଚମ ମହାବ୍ରତ ବ୍ରହ୍ମଚର୍ଯ୍ୟକୁ ଭିତରେ ମାନେ ଚତୁର୍ଯାମରେ ଆଡ୍ କରିଦେଇ ପଞ୍ଚ ମହାବ୍ରତ ପ୍ରଚାର କରିଥିଲେ ମହାବୀର। ନେକ୍ସଟ ପ୍ରଶ୍ନ, କେବେ ମହାବୀର ମୃତ୍ୟୁବରଣ କରିଥିଲେ? ପୁଣି ସେ ପ୍ରଶ୍ନ। ତ ଖ୍ରୀଷ୍ଟପୂର୍ବ 465, ଖ୍ରୀଷ୍ଟପୂର୍ବ 460, ଖ୍ରୀଷ୍ଟପୂର୍ବ 467, ଖ୍ରୀଷ୍ଟପୂର୍ବ 468। ମାନେ ଦେହତ୍ୟାଗ କରିଥିଲେ କେଉଁ ମାନେ ବର୍ଷ? ନାଇଁକି ଖ୍ରୀଷ୍ଟପୂର୍ବ 468ରେ ଦେହତ୍ୟାଗ କରିଥିଲେ। ଜୈନ ଧର୍ମ କେତେ ଜଣ ତୀର୍ଥଙ୍କରଙ୍କ ଦ୍ୱାରା ପରିପୁଷ୍ଟ ହୋଇଥିଲା? 1 22 ଜଣ, 2 23 ଜଣ, 3 24 ଜଣ, 4 25 ଜଣ। ଉତ୍ତର ହେବ କ'ଣ? ନା ଟୋଟାଲ 24 ଜଣ ତୀର୍ଥଙ୍କର ଥିଲେ। ନେକ୍ସଟ ପ୍ରଶ୍ନ, ମହାବୀର କେଉଁ ଗୋଷ୍ଠୀରେ ଜନ୍ମଗ୍ରହଣ କରିଥିଲେ? ଜ୍ଞାନ୍ତ୍ରିକ, ନା ଶାକ୍ୟ, ନା ଲିଚ୍ଛବୀ, ନା ଇକ୍ଷ୍ୱାକୁ। କେଉଁ ଗୋଷ୍ଠୀରେ? ମାନେ କ୍ଷତ୍ରିୟ ଗୋଷ୍ଠୀରେ ତ ଜନ୍ମ ହୋଇଥିଲେ, କିନ୍ତୁ କେଉଁ କ୍ଷତ୍ରିକ? ନାଇଁ, ତ ଏଇଠି ମହାବୀର କଥା କୁହାଯାଇଛି। ତ ଜ୍ଞାନ୍ତ୍ରିକ, ନା ଶାକ୍ୟ, ନା ଲିଚ୍ଛବୀ। ଦେଖ, ଶାକ୍ୟ କ୍ଷତ୍ରିୟ ହେଉଛନ୍ତି ଗୌତମ ବୁଦ୍ଧ, ଇଏ ହେଉଛନ୍ତି ଜ୍ଞାନ୍ତ୍ରିକ କ୍ଷତ୍ରିୟ। ବୁଝିହେଲା? ଟିକେ ବଡ଼ କରିଦେବା ପିଲାମାନେ। ନେକ୍ସଟ ପ୍ରଶ୍ନ, ପାର୍ଶ୍ୱନାଥଙ୍କ 4 ନୀତି ସହିତ ମହାବୀର କେଉଁ ନୀତି ଯୋଗ କରିଥିଲେ? ସତ୍ୟ, ଅହିଂସା, ଐଶ୍ୱର୍ଯ୍ୟ, ବ୍ରହ୍ମଚର୍ଯ୍ୟ। କେଉଁ ନୀତି ଯୋଗ କରୁଥିଲେ? କ'ଣ? ନା ବ୍ରହ୍ମଚର୍ଯ୍ୟ ନୀତିକୁ ଯୋଗ କରିଥିଲେ। ନାଇଁକି ବ୍ରହ୍ମଚର୍ଯ୍ୟ ନୀତିକୁ ଯୋଗ କରିଥିଲେ। ଆଚ୍ଛା, ନେକ୍ସଟ ପ୍ରଶ୍ନ, ମହାବୀରଙ୍କ ପିତା କିଏ ଥିଲେ? ନାଇଁ, ଶୁଦ୍ଧୋଦନ, ସିଦ୍ଧାର୍ଥ, ମହାକାଶ୍ୟପ, ନା ବସୁମିତ୍ର। କିଏ ଥିଲେ ମହାବୀରଙ୍କ ପିତା? ମହାବୀରଙ୍କ ପିତା ଥିଲେ କ'ଣ? ସିଦ୍ଧାର୍ଥ।
शुद्धोधन थिले कार पिता गौतम बुद्धंकर। अच्छा नेक्स्ट प्रश्न महावीर माता नाम कौन थिला? 1 त्रिशला, 2 मायावती, 3 गौतमी, 4 उपाली। उत्तर कौन? महावीर माता नाम हूँ त्रिशला। नेक्स्ट प्रश्न जैन धर्म ग्रंथ गुड़िक क्यों भाषा लेखा द्वारा जैन धर्म को साधारण लोके सहजरे बुझीपारे? 1 अर्धमागधी, 2 प्राकृत, 3 मागधी ना 4 संस्कृत। उत्तर होची अर्धमागधी भाषा। ओडिशार केउठारे जैन गुंफा देखिବାକୁ मिले? 1 रत्नगिरी, 2 ललितगिरी, 3 धौलीगिरी, 4 उदयगिरी। तुम जानिच उदयगिरी ठारे जैन गुंफा देखा जाए। निम्नलिखित मध्यरु जैन धर्मर केउटी एक ग्रंथ अटे? 1 कल्पसूत्र, 2 त्रिपिटक, 3 संहिता, 4 वज्र सूची। तो उत्तर कौन हम ना कल्पसूत्र होची एक ग्रंथ। गोमतेश्वर बाहुबली मूर्ति केउठा देखा जाए? सबू ब्यूरो बही प्रश्न पिले। श्रवण बेलगोला, पावा, माउंट आबू ना खंडगिरी। गोमतेश्वर बाहुबली मूर्ति केउठारे देखा जाए? केउठारे ना श्रवण बेलगोला ठारे देखा जाए। नेक्स्ट प्रश्न ओडिशार केउ सम्राट जैन धर्मर पृष्ठपोषक थिले? 1 अशोक, 2 खारवेल, 3 मुकुंद देव, 4 प्रताप रुद्र देव। किए ना? उत्तर होची खारवेल विषय कहुई। खारवेल ही पृष्ठपोषक थिले। महावीर केउठारे प्रथमे धर्म प्रचार करथिले? 1 विपुलाचल, 2 सारनाथ, 3 बापा आबा ना 4 बुद्ध गया। कोउटी प्रथमे? ना उत्तर होची विपुलाचल। मन रखिथाओ विपुलाचल। किए त्रिरत्न प्रचार करथिले? 1 नेमिनाथ, 2 पार्श्वनाथ, 3 महावीर, 4 ऋषभनाथ। त्रिरत्न किए प्रचार करथिले? तो त्रिरत्न होचंती महावीर प्रचार करथिले। किए जीन रूपरे व्याख्यात होइतिले? जीन रूपरे 1 पार्श्वनाथ, 2 महावीर, 3 नेमिनाथ, 4 ऋषभनाथ। उत्तर कौन ना महावीर जीन रूपरे विख्यात होइतिले नहीं कि। नेक्स्ट प्रश्न महावीर नेक्स्ट प्रश्न कौन अच्छी? महावीर यस प्रकृत नाम कौन थिला? नटपुत्र, वर्धमान, काशभ ना बेसाळीय। कौन हम ना महावीरंकर प्रकृत नाम थिला कौन? वर्धमान। वर्धमान महावीर कहउतला नहीं कि। नेक्स्ट प्रश्न यस आम टिके ताको छुटिया करदबा पिला माने। यस नेक्स्ट प्रश्न देखिबा वर्धमानंकर कन्यार नाम कौन थिला? प्रियंका, यशोधारा, प्रियदर्शिनी ना गोपा। तो उत्तर होची कौन? यशोधारा नहीं कि रे कौन हम? प्रियदर्शिनी। अच्छा सॉरी प्रियदर्शिनी। बहुत बढ़िया आंसर पिला माने। प्रियदर्शिनी वर्धमानंकर कन्यार नाम कौन थिला? ना प्रियदर्शिनी थिला कन्याकर नाम। बुझे? नेक्स्ट प्रश्न वर्धमानंकर पत्नी का नाम कौन थिला? उपाली, गोपा, यशोदा, जमुना। तो कौन हम ना यशोदा थिले तांकर पत्नी। नेक्स्ट प्रश्न केते वर्ष बयस रे महावीर दिव्य लाभ करथिले? 40 वर्ष ना 41 वर्ष ना 42 वर्ष 43 वर्ष। उत्तर होची कौन ना 42 वर्ष रे से दिव्य ज्ञान लाभ करथिले। नेक्स्ट प्रश्न देखिबा। अच्छा एतिकी प्रश्न पिला माने तो तुम सामने रखिली बहुत गुड़े प्रश्न तेणु बहुत भल लगी सांग मानक आनिक जोड़ब कहीं बहुत इंपोर्टाट तुम बोर्ड परीक्षा। थैंक यू वेरी मच। रही बंदे उत्कल जननी।